Hmm. Okay, Suryakant, first of all, congratulations to you for clearing SSB PGT history. ତମେ ଯେମିତି କହିଥିଲ କ'ଣ କି ତମର ତମରି ନିଜ ବାଲେଶ୍ୱର ଡିଷ୍ଟ୍ରିକ୍ଟର କ୍ଲିୟର ହେଇଛି ଆଉ ରାଙ୍କ ରହିଛି 20। ତ ମତେ କୁହ ଆଜ୍ଞା ତମର ସାର୍। ଷ୍ଟ୍ରାଟେଜି କ'ଣ ଥିଲା SSB PGT ଏକ୍ସାମ କୁ କ୍ଲିୟର କରିବା ପାଇଁ? କେତେ ସମୟ କ'ଣ ପଢୁଥିଲ, କୋଉ ସୋର୍ସ ରୁ ପଢୁଥିଲ, ସବୁ କୁହ କି ଆଗାମୀ ଦିନରେ ଯୋଉମାନେ ପ୍ରିପାରେସନ କରିବେ ତାଙ୍କ ପାଇଁ ହେଲ୍ପ ହବ। ସାର୍ ଫାଷ୍ଟ ତ ମୁଁ ବହି ଫଲୋ କରୁଥିଲି। ହୁଁ ଆମର ଯେହେତୁ ହିଷ୍ଟ୍ରି ଡିପାର୍ଟମେଣ୍ଟ ଆମର ଚାରି ଭାଗରେ ବିଭକ୍ତ କରାହେଇଛି। ୱାର୍ଲଡ ହିଷ୍ଟ୍ରି, ଗୋଟେ ଆନ୍ସିଏଣ୍ଟ, ମେଡିଆଭାଲ, ମଡର୍ନ, ଆମର ଗୋଟେ ରହୁଛି ଓଡିଶା ହିଷ୍ଟ୍ରି। ସେଟା ସାର୍ ବହି ଫଲୋ କରୁଥିଲି। ତାପରେ ଆପଣ ଯୋଉ ଦଉଥିଲେ ପରଚେସ୍ କରିଥିଲେ ମାନେ କରିଥିଲି ବହି, ମାନେ ଆପଣ ବି ବୁକ୍ ବି ଦେଇଥିଲେ। ତାପରେ ସାର୍ ସବସ୍କ୍ରିପସନ ଦେଇଥିଲି। ତାପରେ ଆପଣଙ୍କ ପାଖରୁ ଯୋଉ ଦେଇଥିଲେ ଯୋଉ ୟୁନିଟ୍ ବେସିସ୍ ଟେଷ୍ଟ, ସେଇଟା ହୁଁ ସାର୍ ଯାହା ଦିନ ସାର୍ ଆମେ ହୁଁ ପଢୁଥିଲି ସେଇଟା ସାର୍ ୟୁନିଟ୍ ପର ଡେ ଟେଷ୍ଟ ସାର୍ ଇଭିନିଂ ରେ ଦଉଥିଲି। ସେଇଟା ସାର୍ ଆଚ୍ଛା ୟୁନିଟ୍ ବେସିସ୍ ବି କରିଥିଲେ। ଆଉ ସାର୍ ଆପଣଙ୍କର ଯୋଉ ବହିଟା ଗୋଟେ ପରଚେସ୍ କରିଥିଲେ ପୋଷ୍ଟାଲ ଆପଣ ମାନେ ପଠେଇଥିଲେ, ସେଇଟା ବି ସାର୍ ବହୁତ ହେଲ୍ପଫୁଲ ହେଇଥିଲା। ସେଇଟା ଆପଣ ବି ମାନେ ଭଲ କ୍ୱେଶ୍ଚନ ବି ତିଆରି ହେଇଛି। ସବୁ ବ୍ୟାକଗ୍ରାଉଣ୍ଡ ରୁ ଓଡିଶା ହିଷ୍ଟ୍ରି, ୱାର୍ଲଡ ହିଷ୍ଟ୍ରି ସବୁ କିଛି ବ୍ୟାକଗ୍ରାଉଣ୍ଡ ରୁ ତିଆରି ହେଇଥିଲା। ପ୍ରିଭିୟସ୍ କ୍ୱେଶ୍ଚନ ବି ସବୁ କିଛି ତାର ଭିତରେ ଥିଲା। ଆଉ ସାର୍ ଯୋଉ ଆମର ଏସ୍ଏସବି ଲେକ୍ଚରସିପ ଯେତିକି ଏକ୍ଜାମ କରିଛି 2016 କୁହନ୍ତୁ, 18, 22, 23, ଏଇଟା ସାର୍ ସାରା ପର ଡେ ଦେଖିତେ ପଡୁଥିଲା। ଆଉ ସାର୍ ଆଉ ପିଜିଟି ବି ଯୋଉ ପ୍ରିଭିୟସ୍ ହେଇଥିଲା ସେଟା ବି ଦେଖିତେ ପଡୁଥିଲା। ଆଉ ସାର୍ ମେନ୍ ହେଲା ବହି, ବୁକ୍ ସହିତ ଆପଣଙ୍କ ଯୋଉ ଟେଷ୍ଟ ଦେଇଥିଲେ ୟୁନିଟ୍ ବେସିସ୍ କରେଇଥିଲେ, ଆପଣ ବି ମନ୍ଥଲି ଏକ୍ଜାମ କରଉଥିଲେ। ସେଟା ସାର୍ ବହୁତ କିଛି ବେନିଫିଟ ହେଇଥିଲା। ଆଉ ସାର୍ ଲାଷ୍ଟ ଟାଇମରେ ଆପଣ ଯୋଉ କରିଥିଲେ ଏକ୍ଜାମ, ଯେମିତି ୟୁନିଟ୍ ବେସ୍ ମାନେ ୟୁନିଟ୍ ନୁହଁ ସବୁ ମିଶେଇକି କରିଥିଲେ 100 ମାର୍କ ଲେଖା, ସେଟାକୁ ସାର୍ ମକ୍ ଟେଷ୍ଟ। ଦଉଥିଲି। ମୋର ସାର୍ ରାଙ୍କ 1 2 ଥିଲା। ସେଠୁ ମତେ ପ୍ରେରଣା ଯୋଗେଇଥିଲା ଯେ ବହୁତ ପାଖରେ ଏଥର ଅଛି ଆଉ, ମାନେ ମିଳିଯିବ ସବୁ କିଛି ଆଉ। ଆଚ୍ଛା ଆଚ୍ଛା। ତା ସହିତ ସହିତ ତମେ ମାନେ ଯୋଉ କେତେ ଘଣ୍ଟା ଦିନରେ ପଢୁଥିଲ, କେତେ ସମୟ ପଢୁଥିଲ? ସାର୍ ଯାହା ହେଲେ 6 ଆୱାର 7 ଆୱାର। ଆଚ୍ଛା, 6 to 7 hour ତମେ ପଢୁଥିଲ। ଆଜ୍ଞା ସାର୍। ତମେ 2023 ର ପ୍ରିପାରେସନ କରୁଥିଲ? ସାର୍ ଦେଇଥିଲି ସେଇଠି ମୋର ବିଇଟି ସରିଥିଲା ତ ଜୁଲାଇ ମାନେ ସରିଥିଲା। ଆଉ ହୁଁ ହୁଁ ଯେହେତୁ ଗୋଟେ ମାସ ଭିତରେ ହେଇପାରିଲାନି, ଜଷ୍ଟ 2 ମାର୍କ ପାଇଁ କଟି ଯାଇଥିଲି। 118 କେତେ ଯାଇଥିଲା, 116 ପଏଣ୍ଟ କେତେ ଥିଲା। ଆଚ୍ଛା। ଗୋଟେ ତମେ ଦିଟା କ୍ୱେଶ୍ଚନ ପାଇଁ କଟିଥିଲି। ତମେ ଫ୍ରେଶର ଥିଲ ନା ଆଗରୁ ବି ମାନେ କୋଉଠି ଜବ୍ କରୁଥିଲ, ନା ଏମିତି ଖାଲି ଏଇ ପିଜିଟି ପାଇଁ ହିଁ ଲାଗୁଥିଲ, କେବଳ ପିଜିଟି କ୍ଲିୟର କରିବାକୁ? ଥିଲି କେଭିରେ ଥିଲି, ତାପରେ ଆଇଲା ପରେ ଛାଡି ଦେଇଥିଲି। ମାନେ କଣ୍ଟ୍ରାକ୍ଚୁଆଲରେ ଥିଲ? ଥିଲେ ଛାଡି ଦେଇଥିଲି। ଛାଡ଼ି ଦେଇଥିଲା, ଆଚ୍ଛା ହେଇଥିଲା ଆଚ୍ଛା ତାପରେ ଛାଡିଦେଲି। ଆଚ୍ଛା। ଯେହେତୁ ଓପିଏସସି ପିଜିଟି ବି ଥିଲା, ସେଇଥିପାଇଁ ଦିଟା ଏକ୍ଜାମ ଥିଲା ଛାଡି ଦେଇଥିଲି। ଓପିଏସସି ପିଜିଟି ହିଷ୍ଟ୍ରି ବି ଏକ୍ଜାମ ଦେଇଛ? ଆଜ୍ଞା ସାର୍। ଓକେ। ସେଟା ସାର୍ ରେଜଲ୍ଟ ଯେମିତି ଆସିନି। ଯେମିତିକି ଆମର ଆମେ ଯଦି ଦେଖିବା ହିଷ୍ଟ୍ରିକୁ ଯଦି ଆମେ 3ଟା 4ଟା ପାର୍ଟର ଡିଭାଇଡ କରିବା ହେଲା, ଯେମିତିକି ତମର ଆନିସିଏଣ୍ଟ ହଉ, ମେଡିଏଭାଲ ହଉ, ମଡର୍ଣ୍ଣ ହଉ ଆଉ ୱାର୍ଲଡ ହିଷ୍ଟ୍ରି, ଏ 4ଟା ପାର୍ଟରେ ସାର୍ ଆମେ ଓଡିଶା ହିଷ୍ଟ୍ରିକୁ ହିଷ୍ଟ୍ରି। ଓଡିଶା ହିଷ୍ଟ୍ରି ଠିକ ଅଛି, ଆଜ୍ଞା 5ଟା ସାର୍। ପାର୍ଟରେ ଡିଭାଇଡ କରିବା, ଓଡିଶା ହିଷ୍ଟ୍ରିକି ଆମେ ନବା। ତ ଆଜ୍ଞା। ଯେତେ ଜଣେ କ'ଣ କରିବ କି, ଗୋଟିଏ ବୁକ୍ ତ ଏଠି ଆମକୁ ତ ମିଳିପାରିବନି ଯେ ଗୋଟେ ବୁକ୍ ରୁ ଆମେ ସବୁ କିଛି ତ ପାଇବାନି। ନାଇଁ ସାର୍ ଗୋଟେ ବୋଧେ ହବ। ହେଇବାର ଇମ୍ପସିବଲ। ତ ଆମକୁ କ'ଣ କି କମ୍ପାଇଲ କରିକି ପଢିବାକୁ ପଡିବ। ଆନିସିଏଣ୍ଟ ପାଇଁ ଗୋଟେ, ମେଡିଏଭାଲ ପାଇଁ ଗୋଟେ, ମଡର୍ଣ୍ଣ ପାଇଁ ଗୋଟେ, ଦେନ୍ ୱାର୍ଲଡ ହିଷ୍ଟ୍ରି ପାଇଁ ଗୋଟେ, ଦେନ୍ ତମର ଓଡିଶା ହିଷ୍ଟ୍ରି ପାଇଁ ଗୋଟେ ପଢିବାକୁ ତମକୁ ପଡିବ। ଆଜ୍ଞା। ଏଇଭଳିଆ ଫଲୋ ଆଜ୍ଞା। କରିବାକୁ ପଡିବ। ତମେ ଏଇ ଯୋଉ ସବୁ ବୁକ୍ ସବୁ ଫଲୋ କରୁଥିଲ, କେମିତି ତମର ପିଜି ଲେବୁଲର ବୁକ୍ ଫଲୋ କରୁଥିଲ ୟା ଗ୍ରାଜୁଏସନ ଲେବୁଲର ବୁକ୍ ଫଲୋ କରୁଥିଲ? କୋଉ ବୁକ୍ ଫଲୋ ପିଜି କରୁଥିଲ? ଲେବୁଲ ସାର୍। ପିଜି ଯେହେତୁ ଲେବୁଲର ପିଜି ସବୁ। ଟା ମୋର ରେଗୁଲାର ଥିଲା, ସେ ହୁଁ ସାର୍ ଆମକୁ କହିଥିଲେ ଯେ ପଢଉଥିଲେ, ସେମାନେ ସବୁ ଦେଇଥିଲେ ୱାର୍ଲଡ ହିଷ୍ଟ୍ରି ବିଭି ରାଓ, ଆମର ଆନସିଏଣ୍ଟ ର ଉପେନ୍ଦ୍ର ସିଂ, ମେଡିଆଭାଲ ଜେଏଲ ମେହେଟା, ଆମର ହରିହର ପଣ୍ଡା ଓଡିଶା ହିଷ୍ଟ୍ରି। ହୁଁ ହୁଁ ଆଉ ହୁଁ ସେଇ ବହିଟା ସାର୍ ଫଲୋ କରୁଥିଲେ। ତାପରେ ଆପଣ ଯୋଉ ଦେଇଥିଲେ ସେଟା ଟେଷ୍ଟ ଦେଲାରୁ ବହୁତ କିଛି ବେନିଫିଟ ମିଳିଲା। ଯେହେତୁ ବେନିଫିଟ ମିଳିବ। 2023 ଟେଷ୍ଟ କିଛି ନଥିଲା, ହୁଁ ମାନେ ହୁଁ ହୁଁ ଓଡିଶାରେ ବି ଏମିତି କିଛି ପ୍ଲାଟଫର୍ମ ନାହିଁ ଏସଏସସି ପିଜିଟି ପାଇଁ। ଏବେ ହୁଁ ହେଇଗଲାଣି କିନ୍ତୁ ସେତେବେଳେ ନଥିଲା। ଆପଣ ଦେଲେ ସେଇଟା ବି ବହୁତ ବେନିଫିଟ ହେଲା ଆଉ। ହୁଁ ହୁଁ ହୁଁ। ତ ତା ସହିତ ସହିତ ଗୋଟେ ଜିନିଷ, ସପୋଜ ଜଣେ ପ୍ରିପାରେସନ ଏବେ ଏସଏସସି ପିଜି ଯେମିତି ନେକ୍ସଟ ତମର ଆସିବାକୁ ଯାଉଛି ଡିସେମ୍ବର ୟା ଜାନୁଆରୀରେ, ଜଣେ ପ୍ରିପାରେସନ କରିବାକୁ ହେଲେ ତାକୁ କୋଉ ଷ୍ଟ୍ରାଟେଜି ଫଲୋ କରିବାକୁ ପଡିବ? ଯେମିତି କି ସପୋଜ ସିଏ କ'ଣ କି ଡିଷ୍ଟାନ୍ସରେ ଜଣେ ପିଜି କରିଛି, ତାର ହିଷ୍ଟ୍ରି ଉପରେ ଏତେ ଟଚ୍ ନାହିଁ, ଗୋଟେ ସାଇନ୍ସ ପିଲା ଡିଷ୍ଟାନ୍ସରେ ପିଜି କରିଦେଇଛି, ବୁଝିପାରିଲ? ତ ସିଏ କେମିତି କୋଉ ଷ୍ଟ୍ରାଟେଜି ସେ ଫଲୋ କରିବ ଯେ ଏଇ 5ଟା ଯୋଉ ରହିଲା ପାର୍ଟ ରହିଲା ହିଷ୍ଟ୍ରିର, ତାକୁ ସିଏ କ୍ଲିୟର କରିବା ପାଇଁ କୋଉ ଷ୍ଟ୍ରାଟେଜି ଫଲୋ କରିବା ଦରକାର? ସାର୍ ଫାଷ୍ଟ ସେ ସିଲାବସ ଟାକୁ ଦେଖିବେ।
ହୁଁ ସିଲାବସ ଟିକେ ଭାଷ୍ଟ ଅଛି, ସିଲାବସ ଟା ଦେଖିଲେ ତାପରେ କଣ୍ଟେଣ୍ଟ କୁ ଯିବେ। ହୁଁ ସେ ଯେ ବହି ଫଲୋ କରୁଛନ୍ତି, ଇଗ୍ନୋର ବି ବହି ଅଛି, ହୁଁ ସେ ହୁଁ ସେଇ ବହି ଫଲୋ କରିବେ। ନହେଲେ ଆମର ଯୋଉ ଏଇ ଯୋଉ ବହି ବିଭି ରାଓ କୁହନ୍ତୁ, ଜେଲ ମେଟା ମେଡିଆବାଲ, ସେଇ ବହି ବି ଫଲୋ କରିବେ। ଦେନ୍ ଟିକେ ଟାଇମ ଲାଗିବ କିନ୍ତୁ ହେଇଯିବ। ହେଇଯିବ। ତାପରେ ସାର୍ ଟେଷ୍ଟ ଦେବେ, ପ୍ରିଭିୟସ ରୁ କ୍ୱେଶ୍ଚନ ଦେଖିବେ, ଏସଏସବି କୋଉଠୁ କ୍ୱେଶ୍ଚନ ଆଣୁଛି, କୋଉ ବ୍ୟାକଗ୍ରାଉଣ୍ଡ ରୁ କ୍ୱେଶ୍ଚନ ଆସୁଛି। ହୁଁ ହୁଁ ହୁଁ। ପ୍ରିଭିୟସ ରୁ କ୍ୱେଶ୍ଚନ ସାର୍ ପ୍ରାକ୍ଟିସ କଲେ ଟିକେ ଟାଇମ ଲାଗିବ, 4 5 6 ମାସ ଭିତରେ ଠିକ ହେଇଯିବ। ମାନେ ଆସିଯିବ। ତ ଛଅ ଗୋଟେ ସାତ ମାସ ପଢିଲେ ହେଇଯିବ। ହେଇଯିବ ଗୋଟେ ପିଲାକୁ ମାନେ ରିଟିନ୍ कैरियर केते माने इंपोर्टेंट मार्क ହେଇଥାଏ ସିଲେକ୍ସନ ରିଟିନ୍ ତ ଆମେ ଜାଣିଲେ कैरियर केते इंपोर्टेंट ମାନେ ରୋଲ ପ୍ଲେ କରିଥାଏ ସିଲେକ୍ସନ ହବାର। ଏଟା ସାର୍ 40 ରଖିଲେ ଆଭରେଜ, ହିଷ୍ଟ୍ରି ଡିପାର୍ଟମେଣ୍ଟ ପାଇଁ 40 ରଖିଲେ ଆଭରେଜ, ମାନେ 40 ଠିକ ଠାକ ଆଭରେଜ। ଅଛି। ହଁ ଆଜ୍ଞା 40 ରଖିବ ସାର୍। ମାନେ ତାପରେ ଜଣ ସାର୍ ତାହେଲେ କିନ୍ତୁ ଜଣକୁ ଏଥର ଯାହା ବି ହେଲେ ସାର୍ ଆମର ଯେତେବେଳେ 97 ଯାଇଛି, ହୁଁ ଯାହା ହୁଁ ବି ହେଲେ ହୁଁ ଆପଣ ବି ପୂର୍ବରୁ କହିଥିଲେ ପ୍ରାୟ ଏସଏସସି ପିଜି ପ୍ରିଭିୟସ ଦିନ ଯାହା ବି ହେଲେ 90 ସ୍କୋର କରିବାକୁ ପଡିବ ଆମକୁ, କରିବାକୁ 150 ରୁ ପଡିବ। ମାନେ ହଁ 60%। ହୁଁ ହୁଁ କମ୍ପିଟିସନ ସାର୍ ଦିନକୁ ଦିନ ବଢିଲାଣି, ହୁଁ ହୁଁ ଯାହା ବି ହୁଁ ହେଲେ ସାର୍ 95 ରୁ 100 ସ୍କୋର କରିବାକୁ ପଡିବ ହଁ। ମାନେ ଯେହେତୁ 150 ମାର୍କରୁ ନେଗେଟିଭ, ରିଟିନ୍ ର ଆଜ୍ଞା ସାର୍ 90 ଉପରେ, 95 ଉପରେ। ଏ ତ ସାର୍ ଆମ ଉପରେ। 97 ଯାଇଛି ୟୁଆର, ହୁଁ ମୁଁ ବି ହୁଁ। ୟୁଆର ରୁ ସିଲେକ୍ସନ ହେଇଛି। ତମର ମୋର ତ କେତେ ମାର୍କ ଥିଲା? ତମ ରିଟିନ୍ ର କେତେ ମାର୍କ ଥିଲା? ସାର୍ 109। ରିଟିନ୍ ର 109 ଥିଲା, ପ୍ଲସ୍ ତମର କ୍ୟାରିୟର କେତେ ଥିଲା କହୁଛ 40। ନା ସାର୍ 42 ଥିଲା ଆମର। କ୍ୟାରିୟର 40 ମାନେ 109 ପ୍ଲସ୍ 42 ହଉଛି କେତେ 151 ଆଉଟ୍ ଅଫ୍ 200। ଆଜ୍ଞା ସାର୍। ଆଚ୍ଛା ଠିକ ଅଛି। ତ ଏବେ ଜଣକୁ ମାନେ କ୍ଲିୟର କରିବାକୁ ହେଲେ ତାକୁ ମେନଲି ଟାର୍ଗେଟ ନବାକୁ ପଡିବ 100। 100 ଟାର୍ଗେଟ 100 ନ ସାର୍ ନେଲେ ପୁରା ହବନି 100 ସାର୍। ଟାର୍ଗେଟ ନବାକୁ ପଡିବ। ତା ସହିତ ସହିତ ନୋଟ ମାନେ କ୍ୱେଶ୍ଚନ ସାର୍ ଆଉ ଗୋଟେ କଥା, କ୍ୱେଶ୍ଚନ ଲେବୁଲ ବି ସାର୍ ଦେଖିତେ ପଡିବ, ଯେହେତୁ ଏଟା ଟିକେ ଇଜି ଥିଲା। ହଁ ହଁ 2023 ହଁ ରେ ଫାଷ୍ଟ ଏକ୍ସାମ ହେଇଥିଲା, ହୁଁ 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 ଆଉ ସେଟା ଟିକେ କମ କଟଅଫ୍ ଯାଇଥିଲା। ଏବେ କମ୍ ପିଲା କଟଅଫ୍ ଟାଇମ ଯାଇଥିଲା। ପାଇଲେ ବର୍ଷେ, ହୁଁ ଆଉ ହୁଁ ହୁଁ ପ୍ରିପାରେସନ ସେ ଲେବୁଲ କଲେ। କଲେ ତାହେଲେ କଲେ ପୂର୍ବରୁ ପିସି ପିଜିଟି ବି ଗୋଟେ ହେଇଗଲା, ସେଟା ହୁଁ ବି ପିଲାଙ୍କର ବହୁତ ଖରାପ ହେଲା। ହୁଁ ଯେ ପାଇଁ ଏସବି ପିଜିଟି ପିଲା ଭଲ କରିବାକୁ ଚାହିଁଲେ, ସେଇଟା ସାର୍ କ୍ୱେଶ୍ଚନ ଲେବୁଲ ଉପରେ ଡିପେଣ୍ଡ କରେ। 90 ର ବି ହେଇଯିବ, କ୍ୱେଶ୍ଚନ ଲେବୁଲ ଉପରେ ଡିପେଣ୍ଡ କରୁଛି। ଯାହା ବି ହେଲେ ସାର୍ ଆମେ 95 100 ନେଇକି ଯିବା ପରୀକ୍ଷା ହଲକୁ। ନିବାକୁ ଏନି ପଡିବ। ହାଉ ଆମକୁ 60% ଉପରେ ରଖିତେ 100 ପଡିବ। 100 ଯଦି ଆମେ ଟାର୍ଗେଟ ରଖିଲେ ମାନେ ଆମେ ସେଇ 90 ରୁ ସେଫେଷ୍ଟ। ତା ଭିତରେ ପଳେଇ ଆସିବା। ଆଜ୍ଞା ସାର୍ ହେଲା 100 କ୍ୟାରିୟର ରଖିଲେ ସାର୍ ମାର୍କ ଭଲ ସେଫ୍। ଥିଲେ ହେଇଯିବ। ଆଜ୍ଞା ଆଚ୍ଛା ଆଉ ଗୋଟେ କଥା, ମାନେ ଆମେ ଦେଖୁଛନ୍ତି ଏଠି ଯୋଉ ହିଷ୍ଟ୍ରିର ଯୋଉ ସିଲାବସ ଅଛି ଭାଷ୍ଟ ସିଲାବସ, ସେଇ ହିଷ୍ଟ୍ରି ଆଜ୍ଞା ସିଲାବସକୁ ଆମେ ମାସେ କି 2 ମାସ 3 ମାସରେ ତ କରିପାରିବାନି, କମ୍ପ୍ଲିଟ କରିବାଟା ଇମ୍ପସିବୁଲ। ନାଇଁ ସାର୍ ନାଇଁ। କାହିଁକିନା ସବୁ ଏକ୍ସାମ ପାଇଁ ଆମକୁ କଣ ଦରକାର ନା ଆଗେ ସିଲାବସ କମ୍ପ୍ଲିଟ କରିବା, ରିଭିଜନ କରିବା, ଟେଷ୍ଟ ଲଗେଇବା। ଏତିକି ଯଦି ଆମେ କରିଦେଲେ ତାହେଲେ ଆମେ ଏକ୍ସାମ ସକ୍ସେସ ପାଇଯିବା। ଆଜ୍ଞା ବଟ୍ ସେଥିପାଇଁ ଆମ ପାଖରେ କଣ କି ମାନେ ଏନଫ୍ ଟାଇମ ଥିବା ଦରକାର, ବୁଝିପାରିଲେ? ଆଜ୍ଞା ତ ସାର୍ ଯେମିତି ଟାଇମ୍ ଦେତେ ଯେମିତି ପଡିବ। ହଁ ଟାଇମ ସବୁଠୁ ହଉଛି ଇମ୍ପୋର୍ଟାଣ୍ଟ। ଯଦି ଆମେ ନୋଟିଫିକେସନ କୁ ୱେଟ୍ କରିବା ଯେ ଆମେ ଡିସେମ୍ବର ଜାନୁଆରୀରେ ନୋଟିଫିକେସନ ଆସିବ, ସେତେବେଳେ ଆମେ ପ୍ରିପାରେସନ କରିବା, 3 4 ମାସ ଭିତରେ ଏକ୍ସାମ ହେଇଯିବ, ସେତେବେଳେ କଣ କ୍ଲିୟର କରିବା ପସିବୁଲ ହବ କି? ନାଇଁ ସାର୍ ଏବେଠୁ ଲାଗିତେ ପଡିବ। ପର ଡେ ହଁ ଯାହା ବି ହେଲେ 3 ରୁ 4 ଆୱାର୍ସ ଦେଇତେ ପଡିବ। ଆଉ ସାର୍ ଟାଇମ ଟେବୁଲ କରିତେ ପଡିବ। ମୁଁ ହଁ ସକାଳୁ 7 ରୁ 9 ଉଠିକି ଯେମିତି ୱାର୍ଲଡ ହିଷ୍ଟ୍ରି ସାରିବି, କି ହୁଁ 10ଟା 12ଟା ମୁଁ ଆନସେଣ୍ଟ ରଖିବି, ଓଡିଶା ହିଷ୍ଟ୍ରି ରଖିବି। ତାପରେ ମାନେ ପ୍ରିଭିୟସ ର କ୍ୱେଶ୍ଚନ ଦେଖିବି ସନ୍ଧ୍ୟା ହେଲେ, କି ଯୋଉ ଆପଣ ଯୋଉ ପରଚେସ୍ ମାନେ କରିଥିବେ ସେ ଟେଷ୍ଟ ବହି, ଆପଣ ହୁଁ ଯୋଉ ବହି ପ୍ରୋଭାଇଡ କରୁଛନ୍ତି ସେ ବହିଟାକୁ ସବୁ ମାନେ ୟୁନିଟ ବେସିସ କ୍ୱେଶ୍ଚନ ସବୁ ଅଛି, ହୁଁ ହୁଁ ସେଇଟାକୁ ହୁଁ ପର ଡେ ଦେଖିବେ। ସାର୍ କରିତେ ପଡିବ। ଆଚ୍ଛା ଖାଲି ସାର୍ ତାପରେ ବହି ପଢିବା ସହିତ ଟେଷ୍ଟ ଦେଇତେ ପଡିବ। ଟେଷ୍ଟ ଦେଇତେ ପଡିବ ଆଉ ପ୍ରପର ରିଭିଜନ କରିବାକୁ ପଡିବ। ବିନା ରିଭିଜନରେ ହବନି, ଭାଇ ଖାଲି ସାର୍ ଥରେ ଥରେ ଏଗୁଡା ପଢିଦେଲେ କରିବା ହବନି ସାର୍, ଡିଫିକଲ୍ଟ। କାରଣ ସାର୍ ଆପଣ ମାନେ ୱାର୍ଲଡ ହିଷ୍ଟ୍ରି ପଢିଲେ ସାର୍ ଏପଟେ ଓଡିଶା ହିଷ୍ଟ୍ରି ଭୁଲି ଯାଉଥିବେ। ଓଡିଶା ହିଷ୍ଟ୍ରି ଭୁଲି ଯାଉଥିବେ। ଯାହା ଆଚ୍ଛା ହେଲେ ରିଭାଇଜ କରିତେ ପଡିବ। ଠିକ ଅଛି। ତ ଲାଷ୍ଟରେ ଆଗାମୀ ଯୋଉମାନେ ପ୍ରିପାରେସନ କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ କଣ ଟିପ୍ସ ଅଛି, କଣ ତାଙ୍କୁ ସଜେସନ ଦବ? ସାର୍ ମେନ୍ ହଉଛି ସେମାନେ ଫାଷ୍ଟ ସିଲାବସ୍ ୱିଥ କଣ୍ଟେଣ୍ଟ ତାଙ୍କର ସେଇଟାକୁ ଦେଖିତେ ପଡିବ। ହୁଁ କେଉଁଟାରୁ ଆମେ ମାର୍କ ଉଠେଇ ପାରିବେ। ୱାର୍ଲଡ ହିଷ୍ଟ୍ରି କାହାର ୱାର୍ଲଡ ହିଷ୍ଟ୍ରି ଫେଭରାଇଟ ଥିବ, କି ଯୋଉମାନେ ରେଗୁଲାର ପିଜି କରୁଥିବେ ତାଙ୍କର ସ୍ପେସିଫିକ ଗୋଟେ ରଖିଥିବେ, ସେମାନେ ମଡର୍ନ ରଖିଥିବେ କି ଆନସିଏଣ୍ଟ ରଖିଥିବେ। ଆଉ ହୁଁ ଯେହେତୁ ଆମର ୱାର୍ଲଡ ହିଷ୍ଟ୍ରି ବୋଧେ 50 ମାର୍କ ପକଉଛି, ସେଇଟା ଟିକେ ଟାଇମ ମାନେ ଦେଇତେ ପଡିବ। ଆଉ ସେଟା ବିବି ରାଓ ବହି ଭଲ ଅଛି, ଜେ ଏନ୍ ମାଥୁର ବହି ଭଲ ଅଛି। ଯେହେତୁ ୱାର୍ଲଡ ହିଷ୍ଟ୍ରି ଟା ଆମର କମ୍ପିଟିଟିଭ ଏକ୍ସାମ ପକଉନାହିଁ କୌଣସି ଏକ୍ସାମ ରେ, ସେଇଟା ପିଲା ଟିକେ ଏକ୍ସାମ ଲ୍ୟାକ୍ ରହୁଛନ୍ତି। ନହେଲେ ଠିକ ଆନସିଏଣ୍ଟ ମେଡିଆବଲ ଏ ସବୁ କିଛିରୁ ମିଳିଯିବ। ମିଳିଯିବ। ଠିକ ଅଛି ଆଉ ଗୋଟେ କଥା, ମାନେ ତମେ ମାନେ
ତମେ ତ ବିଏଡ୍ କମ୍ପ୍ଲିଟ୍ କଲ, ବିଏଡ୍ କମ୍ପ୍ଲିଟ୍ କରିକି ଏସଏସସି ପିଜିଟି ଯୋଉ ତମେ ଏକ୍ଜାମ, ତମେ କିଛି ମାନେ କୋଉଥିରୁ କିଛି ଇନ୍ସପାୟାର ହେଇଥିଲା କି ହଁ ମତେ, କାରଣ ତମେ ବିଏଡ୍ କଲ ମାନେ ତମକୁ ହାଇସ୍କୁଲ ଟିଚର ବି ଅପରଚୁନିଟି ମିଳିବ, ବିଏଡ୍ ଆଜ୍ଞା କଲ ମାନେ ଆଦର୍ଶ ବିଦ୍ୟାଳୟରେ ଅପରଚୁନିଟି ମିଳିବ, ତ ବହୁତ ଆଜ୍ଞା। ସାରା ଅପରଚୁନିଟି ତମ ପାଖରେ ମିଳିବା। ତମେ ପିଜିଟି ପାଇଁ କିଛି ଇନ୍ସପାୟାର ହେଇ କଲ କି ନା ଏମିତି ପିଜିଟି ଆସିଲା ଯେ ମୋ କ୍ୱାଲିଫିକେସନ ଅଛି ମୁଁ ଆପ୍ଲାଏ ନାଇଁ କରିଦେବି? ସାର୍, ନାଇଁ ସାର୍, ସେଟା ଫାଷ୍ଟ ମୁଁ ସେଇଥିପାଇଁ କରିଥିଲି, କିନ୍ତୁ ଯେହେତୁ ଏସଏସବି ତ ଜାଣିନଥିଲି, କିନ୍ତୁ ୟୁପିଏସସି ବାହାର କରୁଥିଲା, ବହୁତ କମ ପୋଷ୍ଟ ବାହାର କରୁଥିଲା। ସେ କମ ସାର୍ ପୋଷ୍ଟ। 2023 ରେ ଯୋଉ ବାହାରିଥିଲା ସେଇଟା ଅବଶ୍ୟ ୱିଦାଉଟ୍ ପ୍ରିପାରେସନ ଦେଇଥିଲି। ହୁଁ ସେଇଠି ହୁଁ ଯାହାର କଟି ଯାଇଥିଲି, ନେକ୍ସଟ ଯେବେଠୁ ବାହାରିଲା ତାପରେ ମୁଁ ଭାବିଲି ଯେ ଏଇଟା ନିହାତି ହବ। ସେଇଥିପାଇଁ ମୋର ଦେଖିଲି ଯେ ଲ୍ୟାକ୍ କଣ ରହିଥିଲା ପ୍ରିପାରେସନ ରେ। ହୁଁ ମୁଁ କହିଲି ବହି ତ ପଢୁଛି, ତାପରେ ହୁଁ। ସବୁ ମାନେ କିଛି ଟେଷ୍ଟ ଦବାକୁ ପଡିବ, ଟେଷ୍ଟ ଦେବାକୁ ପଡେ, ମାନେ ହଁ। କ୍ୱେଶ୍ଚନ ମକ୍ ଟେଷ୍ଟ ଦେଇତେ ପଡିବ ବହୁତ, ସବୁ ମାନେ ଅବଜେକ୍ଟିଭ କ୍ୱେଶ୍ଚନ ପ୍ରାକ୍ଟିସ କରିତେ ପଡିବ। ହୁଁ ହୁଁ ସେଇଟା ହୁଁ। ସାର୍ ମୁଖ୍ୟ ଭୂମିକା ଗ୍ରହଣ କରିବ। ସେଇଟା ସାର୍ ପରୀକ୍ଷା ହଲରେ ବସିଲେ ମାନେ ଆପଣଙ୍କୁ ଲାଗିବନି ଯେ ହଁ ମୁଁ ଫାଷ୍ଟ ଟାଇମ ପାଇଁ ଅବଜେକ୍ଟିଭ ଗୋଟେ ଏକ୍ସାମ ଦଉଛି ବସିକି। ସେଇଟା ଯୋଉ ଟେଷ୍ଟ ଯୋଉ ନିଶ୍ଚୟ। ଦଉଥିଲେ ଲାଷ୍ଟ ଟାଇମରେ ଆପଣ ଯୋଉ 100 ମାର୍କ ଲାଖା ଏକ୍ସାମ କଲେ, ସେଇଟା ସାର୍ ମକ୍ ବହୁତ ଟେଷ୍ଟ ଗୁଡାକ, ବେନିଫିଟ ମିଳିବ। ମକ୍ ଟେଷ୍ଟ ଗୁଡା। ଆଜ୍ଞା। ଓକେ, ଠିକ ମକ୍ ଅଛି। ଟେଷ୍ଟ ସାର୍, ହୁଁ ହୁଁ ସେଇଟା ସାର୍ ମୁଁ ବି ଭଲ ରଖିଥିଲି। ଆପଣ ଯୋଉ ଟେଷ୍ଟ ହୁଁ କରୁଥିଲେ ମାନେ 1 2 ହୁଁ। ରାଙ୍କ ବି ଲାଷ୍ଟ ଟାଇମରେ ମୋର ରହିଲା। ଯେତେ ଆଚ୍ଛା 200 ଆଚ୍ଛା। 250 ବୋଧେ ପିଲା ଥିଲେ ସେଠି। ହୁଁ ହୁଁ ହୁଁ। ଆଜ୍ଞା। ଠିକ ଅଛି ସୂର୍ଯ୍ୟକାନ୍ତ, ୱାନ୍ସ ଅଗେନ୍ କଂଗ୍ରାଚୁଲେସନ। ଥ୍ୟାଙ୍କ ଲାଇଫରେ ୟୁ ସାର୍। ବହୁତ ଆଗକୁ ଯାଅ, ଭଗବାନ ଚାହାନ୍ତୁ ତମର ଓପିଏସସି ପିଜିଟି ବି ହିଷ୍ଟ୍ରିର କ୍ଲିୟର ହେଇଯାଉ, ତମେ ଓପିଏସସି ଆଜ୍ଞା ସାର୍, ପିଜିଟିର ଥ୍ୟାଙ୍କ ୟୁ। ଇଣ୍ଟରଭ୍ୟୁ ପାଇଁ ଯାଅ। ଓକେ, ଥ୍ୟାଙ୍କ ୟୁ, ଆଜ୍ଞା, ଥ୍ୟାଙ୍କ ଥ୍ୟାଙ୍କ ୟୁ, ୟୁ ସାର୍, ଥ୍ୟାଙ୍କ ୟୁ ଭେରି ମଚ୍। ଥ୍ୟାଙ୍କ ଓକେ। ୟୁ ସୋ ମଚ୍।